नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मोखं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं कृपातमहं वन्दे परमानन्दमाधवं। यत्कृपातमहं वन्दे परमानन्दमाधवं। किन्ते कृतं क्षितितपो बत केशवाङ्घ्रि स्पर्शोत्सवत पुलकिताङ्गरुहैर्विभासि अप्यङ्घ्रि सम्भव उरुक्रम विक्रमात् वा आहो वराहो वपुष परिरम्भणेन अप्येण पत्न्युपगत प्रिय एह गात्रै स्तन्यन दृशां सखिषु न्यारवृत्तिम् अच्युतो वः कान्तांग संग कुच कुंकुम रंजिताया कुंदास्रजः कुलपतेरिह माति गन्धः बाहुं प्रियांश उपधाय गृहीत पद्मो रामानुज तुलसी काली कुलयर्मदान्धै अन्वीयमान इह वस्तरवः प्रणामं किंबाभिनन्दति चरण प्रणयावलोकै पृच्छति मालतां बाहुन आश्लिष्टा च वनस्पते नूनं तत्करज स्पृष्टा बिभ्रत्युत पुलकान्यहो। श्रील सुखदेव गोस्वामी पचार कहउछन्ति महाराज परीक्षित श्रवण करंतु भाववती कुपरमणि गण वृंदावन कुंज कुंजे कृष्णानुस्वेण पूर्वक इतस्तत परिभ्रमण करी करी वृक्षलतादि समस्त को जिज्ञासा करुछन्ति केउठारे एणी हरिणी केउठारे कुसुमिता लता केउठारे फलवंत वृक्ष जहाकु देखिले स्वभावरे भाविता है सेमानकु स्वभावरे ग्रहण करी जगत केवल कृष्णमय नुह कृष्ण प्रेममय अनुभव करी ब्रजांगना माने बोलुछन्ति। ए प्रकार विचरण करू करू एक प्रकार सेमानंकर उन्मत्त भाव पागल भाव आसी पहुंची सेतबेले सेमानंकर जो आचरण जेपरि विलाप आलाप कार्यकलाप याकु देखिले जड़े अनुभव करिवो जे एमानंकर मति स्थिर नहीं एमानंकर आचरण विशृंखलित भद्रोचित नुहे एमाने बाह्य ज्ञान शून्य एवं उन्मत्ता ए उन्मत्त भाव हरिभक्ति रे एकदा आसी पहुंचे जो स्थान रे जीव लोकलज्जादि परिहार पूर्वक बाह्य ज्ञान हरे नानाविध उन्मादनामय कार्य करिब से काली आमे आलोचना करिछे। एटा आरंभ है कोठू कथा श्रवण रु दुईटी श्लोक एकादश स्कंदर उद्धार करी सिद्धांत श्लोक जोड़िए श्रृणन सुभद्राणि रथांग पाणे मन पकांतु जन्मानि कर्माणि च जाने लोके गीतानि नामानि तदर्थकानि
ଗାୟନ ବିଲଜ୍ଜ ବିଚରିତ ଅସଙ୍ଗ। ତା ପାଖ ଶ୍ଲୋକରେ କହୁଛନ୍ତି ମହାତ୍ମା କବି ନବଯୋଗୀନ୍ଦ୍ରଙ୍କ ମଧ୍ୟରେ ପ୍ରଧାନ ମହାରାଜ ନିମି ଜୀବନରେ ଯଦି ଶାନ୍ତି ଚାହୁଁଛନ୍ତି, ସୁଖ ଚାହୁଁଛନ୍ତି, ତାହେଲେ ଏହା ଛଡ଼ା ଆଉ ଦ୍ୱିତୀୟ ପଥ ନାହିଁ। ଏହି ପ୍ରକାର ହରିକଥା ଗାନ ପୂର୍ବକ ବିଲଜ୍ଜ ଅବସ୍ଥାରେ ବିଚରଣ କରୁ କରୁ ତନ୍ମଧ୍ୟରେ ଥିବା ଭଗବତ ନାମ ଅଙ୍କୁରିତ ହେବ। ଯେମିତି ବହୁ କାଳରୁ ମଞ୍ଜି ପଡ଼ିଥାଏ, ପାଣି ଟିକେ ପାଇଲେ, ଉପଯୁକ୍ତ ପରିସର ଆସିଲେ, ସେ ପଥର ସନ୍ଧିରେ ପଡ଼ୁ, ଗଛ କୋଟରରେ ପଡ଼ୁ, ଦେଉଳ ଉପରେ ପଡ଼ିଥାଉ, ଯେ ସ୍ଥାନରେ ପାହାଚ ତଳେ ପଡ଼ିଥାଉ, ଗୋଟିଏ ଅଙ୍କୁରକୁ ବାଟେ ତାର ବାହାରେ ଗଜାଟିଏ, ସେତେବେଳେ ଜଣାପଡ଼େ ଯେ ଆରେ ବୀଜ ପଡ଼ିଥିଲା ରେ, ଅଙ୍କୁରଟେ ହେଲାଣି। ତଦ୍ରୂପ ନାମ ଗୋଟେ ଅଙ୍କୁର ବାହାରେ, ଗଜା ବାହାରେ। ଶୃଣନ ସୁଭଦ୍ରାଣୀ ରଥାଙ୍ଗ ପାଣେ ଗାୟନ ବିଲଜ୍ଜ, ଶୁଣିବା ତାପରେ ଗାଇବା। ଏ ଦୁଇ ଅବସ୍ଥାରେ ଯେଉଁ ହରିନାମ ସବୁ ହୃଦୟରେ ବୁଣି ହେଇଥିଲା କଥା ପ୍ରସଙ୍ଗରେ, ସେ ଅଙ୍କୁରିତ ହେବାକୁ ଆରମ୍ଭ କଲା। ସେଥିରୁ ଗୋଟିଏ ଯୋଡ଼ିଏ ନାମ ବଡ଼ ପ୍ରିୟବୋଧ ହେଲା। କାହାର କୋଉ ନାମ? ଅନେକ ଲୋକ ଅଛନ୍ତି ଯୋଉ ଗୋଟିଏ ନାମ ତାଙ୍କର ରୁଚି ହେଇଯାଇଛି, ଚଟକରେ ତାଙ୍କ ପାଟିରୁ ସେଇ ନାମଟି ବାହାରି ପଡେ, ହେ ରାମ। କାହା ପାଟିରୁ ବାହାରି ପଡିବ ହେ କୃଷ୍ଣ, ନାଇଁ କି? କିଏ କହୁଛି ହେ କମଳ ଲୋଚନ, କିଏ କହୁଛି ହେ ଜଗଦୀଶ୍ୱର। ଏମିତି ନାମରେ ଅଲଗା ଅଲଗା ରୁଚି ଆସେ। ଗୋଟିଏ ନାମରେ ରୁଚି ଆସିଯାଏ, ସେଟା ନିଷ୍ଠାବାନ ହେଇଯାଏ, ଅନ୍ତଃକରଣରୁ ସେଇ ନାମଟି ଭଗବାନଙ୍କର ବାହାରେ। ସେ ନାମଟି ତାର ପ୍ରିୟ। ଟିକେ ପରିନିଷ୍ଠିତ ହେଇଗଲା ପରେ, ନିୟମିତ ହେଇଗଲା ପରେ ଏଇ ନାମରେ ଏବଂ ବ୍ରତ ସ୍ୱପ୍ରିୟ ନାମ ବୃତ୍ତିଆ, ସ୍ୱପ୍ରିୟ ନାମ ତାକୁ ଯୋଉ ନାଁଟି ଭଲ ଲାଗୁଛି, ଏବଂ ବ୍ରତ ସ୍ୱପ୍ରିୟ ନାମ ବୃତ୍ତିଆ ଜାତାନୁରାଗ, ହୃଦୟରେ ଅନୁରାଗ ଜାତ ହୁଏ ନାମରୁ। ଦ୍ରୁତ ଚିତ୍ତ ଉଚ୍ଚଇ ହସତି ଅଥ ଗାୟତି ରୋଦତି ଉନ୍ମାଦ ବ୍ରତ ନୃତ୍ୟତି। ଆରୁ ଗୋଟେ ଯୋଡେ ପଦ ରହିଗଲା, ହସତ ତଥ ରୋଦିତି ରୌତି ଗାୟତି ଉନ୍ମାଦବତ ନୃତ୍ୟତି। এই প্রকার গোটে অবস্থা, উন্মাদ অবস্থা আসিযা স্বাভাবিক। সেই অবস্থা প্রজাঙ্গনা মানଙ୍କର আসিছি। তেবে গোটে নূয়া জিনিস তাଙ୍କ মুন্ডরে পশিছি। গোটে নূয়া জিনিস তাଙ୍କ মুন্ডরে পশি যাইছি। কଣ নୂଆ ଜିନିଷଟି ପଶିଛି? ଯେ ଯେତେବେଳେ ସେମାନେ ଏଣ ପତ୍ନୀ କି ପଚାରୁଥିଲେ, ଏଣ ପତ୍ନୀ ଦୌଡ଼ି ପଳେଇଲା ଏବଂ ଗୋଟିଏ ଜାଗାରେ ଅନ୍ତର୍ଧ୍ୟାନ ହେଇଗଲା, ଲୁଚିଗଲା। ସେଇଠି ସେମାନେ ଭାବିଲେ ଯେ ଏଇଠି କୃଷ୍ଣ ଅଛନ୍ତି। ସେମାନଙ୍କ ନାକରେ ସେଠି ଗୋଟେ ଗନ୍ଧ ମଧ୍ୟ ବାଜିଲା। ସେ ଗନ୍ଧଟା କୁନ୍ଦସ୍ରଜର ଥିଲା, କିନ୍ତୁ ଆଉ ଅନ୍ୟ କିଛି ଗନ୍ଧ ତା ସହିତ ମିଶିକିରି ଆସୁଛି, ସେଇଟା ସେମାନେ ଅନୁଭବ କଲେ। ଇଏ କେବଳ କୁନ୍ଦ କୁସୁମର ଗନ୍ଧ ନୁହେଁ, କୃଷ୍ଣ ଏଇ ନିକଟରେ କୋଉଠି ଅଛନ୍ତି, ତାଙ୍କ ହୃଦୟ ବିଲମ୍ବିତ କୁନ୍ଦମାଳାର, କୁନ୍ଦ କୁସୁମ ମାଳାର ଗନ୍ଧଟା ଆସୁଛି ନା ଆମେ ଜାଣୁଛୁ। ଆଉ ଗୋଟେ ଗନ୍ଧ କଣ ସାଥିରେ ମିଶିছিল, ଭଲ କରି ବାରିଲୁ, ବହୁତ ବାରିକିରି ତ ଲୟ ଲଗେଇ ନାସିକା ଉପରେ ନିର୍ଣ୍ଣୟ କଲେ ଏଇଟା ତ ନାରୀ ଭୂଷଣ, ନାରୀ ମାନଙ୍କର ଅଙ୍ଗରାଗ, କୁଙ୍କୁମ ଗନ୍ଧଟା ତା ସାଥିରେ ମିଶିଛି। ଏ କୁନ୍ଦ କୁସୁମରେ କୁଙ୍କୁମ କୋଉଠୁ ମିଶିଲା? ଇଏ ନିଶ୍ଚିତ ଭାବରେ ଆମମାନଙ୍କ ଭିତରୁ କୌଣସି ତାର ପ୍ରିୟାରମଣୀ ତା ସହ ବିହାର କରିବା ପାଇଁ ଏକାନ୍ତରେ ଆମମାନଙ୍କୁ ପରିତ୍ୟାଗ କରି ଶ୍ୟାମ ସୁନ୍ଦର ଅନ୍ତର୍ଧ୍ୟାନ ହୋଇଛନ୍ତି। କୁଳପତେ ଅଇ, ଏଟା ତମର ଯଥାର୍ଥ କାର୍ଯ୍ୟ ନୁହେଁ। ଗୋପୀ କୁଳର ପତି ତୁମେ ଏବଂ ସମସ୍ତ ଗୋପକୁଳର ପତି ମଧ୍ୟ। ଯାହା ହଉ ସେ ଗୋପକୁଳର ପତି ତୁ ହୁଅ, ରାଜା ହୁଅ କି ଚକ୍ରବର୍ତ୍ତୀ ହୁଅ କି କଣ ହଉଛ ହୁଅ, ଆମ ପାଇଁ ସମସ୍ତ ଗୋପାଙ୍ଗନା ମାନଙ୍କୁ ଆପଣ କଥା ଦେଇଥିଲେ କାତ୍ୟାୟନୀ ବ୍ରତରେ।
आमे समस्ते समभावरे किछि समय पूर्वे आपणक सह नृत्य विलास द्वारा विहार करूथुलु तन्मध्यरु एक जन को नहीं अंतर हवा आपणक पे केते दूर यथार्थ आपण नंदनंदन कने विशेष भद्र भक्तिंकर पुत्र यह आपणक पे यथार्थ कार्य नुहे टिके चिंता कले चिंतित है फलवंत वृक्ष को पचारे तुम्हें क्या प्रणाम करुच ओहो श्याम सुंदर प्रियतमार स्कंधरे हस्त विन्यास पूर्वक यही पथरे जाऊले तो मुखर भ्रमर प्रियतमार मुख को भ्रमर मान आक्रमण रक्षा करने पद्म पुष्प दोलायमान पूर्वक देखिच नहीं यही अवस्था तुम्हें प्रणाम कलटी हाँ तुमको से अभिनंदन कले तो एमती पागली तुल्य पचारे फलवंत मुख को तापर कुसुमिता लता को से पचारे एमती हो परिस्थिति कौन है जानती महाराज परीक्षित चेतन मत बच गोप्य कृष्णान्वेषण कातरा लीला भगवत हस्तास्ता हनुचक्रुस्तदात्विका पृच्छत इमा इति उन्मत्त वच गोप्य गोपिका गण एभलिया उन्मत्त वाक्य कही कही बनलता मानू कृष्णान्वेषण कातरा कृष्ण को अन्वेषण करी करी खोजी खोजी कातर प्राण रे गति करू करू महाराज परीक्षित पूर्ववत सेवानंगर पुनर्बार तादात्म्य भाव आसी पहुंचला पुनर्बार तादात्म्य भाव आसी पहुंचला जपरी पूर्वे कृष्ण तादात्म्य भाव आसी थिला माने निजकू मु कृष्ण बोली कहूथिले द्वितीय बार पुनः ए तादात्म्य भाव आसी पहुंचला केतेबेले तादात्म्य भावटा आसे विप्रलंभ श्रृंगार रे जदि प्रौढ़ा भाव सृष्टि ही जाए तेबे तादात्म्य अवस्था आसे बोली रसशास्त्र कहउछन्ती आउरी केते गुडे कथा अछि जे हमरे जोडे कथा जो विप्रलंभ श्रृंगार कोन विप्रलंभ कहले विच्छेद विप्रलंभ शब्दर तात्पर्य होची जे प्रियतमर विच्छेद रे प्रियतमार जो विलाप एवं रसमनन तो रसाल भाव सब मनरे से चिंता करे मिलन रे नुहे विच्छेद रे हाटा को विप्रलंभ श्रृंगार कहते सेटा श्रृंगार होला मानसिक स्तर रे नाना भावना से भावुची नानाविध भाव मिलित होउची किंतु प्रकृत में प्रियतम दूर रे अवस्थित आगो मानसिक स्तर रे निकट में थिला भलिया भाबी तांको सहित आलाप आलोचना सेवा शुश्रूषा नाना प्रकार विहार आ जो मन रे होय एटा को विप्रलंभ श्रृंगार कहा जाए एवं वास्तव श्रृंगार अपेक्षा विप्रलंभ श्रृंगार शतगुण सहस्र गुण अधिक प्रीति प्रदायक सुख प्रदायक बोली अधिक सुस्वादु और रसवंत बोली रसशास्त्र निर्णय करछन्ते विप्रलंभ श्रृंगार अर्थात विच्छेद कालीन मनन विरहरे पड़ी जो व्याकुलता और चिंतन ताहा मिलन कालीन वास्तव श्रृंगार अपेक्षा विहार अपेक्षा शतसहस्र गुण अधिक सुखदायी आमर सिद्धांत होची जे भगवान ब्रजांगना मानक सह विहार करुथिले एमानंकु परित्याग करी मथुरा चली गले आउ थरटिए पे फेरी आसी नांती अवश्य आउ गोटे थर मथुरा गला परे थरुटिए भगवान को सह प्रजांगना मानकर विहार है उठी जानते पुष्कर क्षेत्र रे
ପ୍ରଭାସ କ୍ଷେତ୍ରରେ ନାଇଁ ପୁଷ୍କର କ୍ଷେତ୍ରରେ କିମ୍ବା କୁରୁକ୍ଷେତ୍ରରେ ହେଇଛି। କୁରୁକ୍ଷେତ୍ର ଗୋଟେ ବଡ଼ ସୂର୍ଯ୍ୟ ପରାଗ ପଡ଼ିଲା ଭାରତରେ, ଖୁବ୍ ବଡ଼ ଧରଣର ସୂର୍ଯ୍ୟ ପରାଗ। ସୁଦୀର୍ଘ କାଳ ଧରି ସୂର୍ଯ୍ୟଙ୍କୁ ରାହୁ ମହାଗ୍ରହ ଆକ୍ରମଣ କଲେ, ସମ୍ପୂର୍ଣ୍ଣ ମଣ୍ଡଳ ଗ୍ରାସ ପୂର୍ବକ ଆକାଶ ଗ୍ରାସ ମଧ୍ୟ କିଛି ହେଲା। ତ ଏଇ ଗ୍ରହଣ କାଳରେ ତୀର୍ଥ ଓ ଦାନ ପୁଣ୍ୟ କରିବା ନିମନ୍ତେ ଭାରତର ମଧ୍ୟବର୍ତ୍ତୀ କେନ୍ଦ୍ର କୁରୁକ୍ଷେତ୍ରକୁ ସମଗ୍ର ଆର୍ଯ୍ୟାବର୍ତ୍ତର ବିଶେଷ ବିଶେଷ ସମ୍ଭ୍ରାନ୍ତ ବ୍ୟକ୍ତିଗଣ, ସମର୍ଥ ବ୍ୟକ୍ତିଗଣ ପୁଣ୍ୟ ଲୋଭରେ ଧର୍ମାଚରଣ କରିବା ପାଇଁ, ପୁଣ୍ୟାଚରଣ କରିବା ପାଇଁ ଆସି ଏକତ୍ରିତ ହୋଇଥିଲେ। ବହୁତ ଲୋକ ଆସିଥିଲେ, ବହୁତ। ସେଠିକି ପାଣ୍ଡବମାନେ ମଧ୍ୟ ଆସିଥିଲେ, ଦ୍ରୌପଦୀ ଆସିଥିଲେ। କୃଷ୍ଣଙ୍କର ଅଷ୍ଟପାଟବଂଶୀଙ୍କ ସହ ଦ୍ରୌପଦୀଙ୍କର ବଡ଼ ମନୋହର କଥାଳାପ ସେଠି ଅଛି। ଆଉ ଗୋପର ଗୌଡ଼ମାନେ ସେ ମଧ୍ୟ ବାମୁଣିଆ ମାନଙ୍କଠୁ ଶୁଣିଲେ ଏମିତି କ'ଣ ଗ୍ରହଣ ପଡୁଛି, ଆଉ ତୀର୍ଥବ୍ରତ ସମସ୍ତେ କରିବାକୁ ଯାଉଛନ୍ତି, ଆମେ ଚାଲ ଯିବା ବୋଲିକିରି ଆସିଥିଲେ ଗୋପ ଗୋପୀମାନେ। ଏଣେ କୃଷ୍ଣ ମଧ୍ୟ ପିତା ଉଗ୍ରସେନଙ୍କ ସହ ବସୁଦେବଙ୍କ ସହ, ବସୁଦେବ ସେଠି ଗୋଟେ ଯଜ୍ଞ କରିଥିଲେ, ଭଲ ଯଜ୍ଞଟେ କରିଥିଲେ। ଏଇଠି ବ୍ରଜାଙ୍ଗନ ମାନଙ୍କ ସହ କୃଷ୍ଣ ତ ନାବିଧ ପ୍ରଥମ ଏଇଠି ସେମାନଙ୍କ ସହ ଦେଖା ହେଇଥିଲା ଏବଂ ପରସ୍ପର ନାନାବିଧ ଆଳାପ ଆଲୋଚନା କରୁ କରୁ ନିକଟବର୍ତ୍ତୀ ଅରଣ୍ୟ ଭିତରକୁ ଗତି କରିଥିଲେ। ବ୍ରଜାଙ୍ଗମାନଙ୍କ ସହ ଭଗବାନ ଶ୍ରୀକୃଷ୍ଣ ନିକଟବର୍ତ୍ତୀ ଅରଣ୍ୟରେ ବୁଲି ରାସକ୍ରୀଡ଼ା ତୁଲ୍ୟ ସେଠି ମଧ୍ୟ ବିଚିତ୍ର ବିହାର କରିଥିଲେ ବୋଲି ଶ୍ରୀମଦ ଭାଗବତ କହନ୍ତି। ଆଉ ବ୍ରଜକୁ ଗୋଟିଏ ଥର ବଳରାମ ଆସିଥିଲେ। ବ୍ରଜ ପରିତ୍ୟାଗ କରି ରାମକୃଷ୍ଣ ଦୁଇ ଭାଇ ମଥୁରା ପ୍ରବେଶ କଲେ, କଂସକୁ ବଦ୍ଧ କରି ଦ୍ୱାରକା ଚାଲିଗଲେ। ଦ୍ୱାରକାରୁ ଗୋଟିଏ ଥର ବଳରାମ ଆସିଥିଲେ ଏବଂ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବଳରାମ ରାସଲୀଳା କରିଥିଲେ। ବଳରାମ ମଧ୍ୟ ରାସଲୀଳା କରିଥିଲେ ଯେତେବେଳେ ମଝିରେ ଆସୁଥିଲେ, କିନ୍ତୁ କୃଷ୍ଣ କେବେ ଆସିନାହାନ୍ତି। କୃଷ୍ଣ ଗୋଟିଏ ଥର ଗୋପାଙ୍ଗନା ମାନଙ୍କ ସହ କୁରୁକ୍ଷେତ୍ରରେ ମିଳିତ ହୋଇଥିଲେ। ଯାହା ହଉ, ତ ଏଠି ଶାସ୍ତ୍ରମାନେ ପ୍ରଶ୍ନ ଉଠାନ୍ତି, ଏଡ଼େ ପ୍ରିୟ ଏଡ଼େ ଗାଢ଼ ସମ୍ବନ୍ଧ ଭଗବାନ ଶ୍ରୀକୃଷ୍ଣ କାହିଁକି ବ୍ରଜକୁମାରୀ ମାନଙ୍କୁ ଏମିତି ପରିତ୍ୟାଗ କରି ଚାଲିଗଲେ ଯେ ଆଉ ଥରେ ମଧ୍ୟ ଟିକେ ବୁଲି ଆସିଲେନି? ବୃନ୍ଦାବନରୁ ମଥୁରା ବି କେତେ ବାଟ ଯେ ଟିକେ ଆଉ ଆସିପାରିଲେନି। ଏମାନେ ଏମିତି କାନ୍ଦି 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 ଏମାନଙ୍କର କାନ୍ଦର ତ ସୀମା ନାହିଁ ନା, ଏମାନଙ୍କର ବିଳାପର ସୀମା ନାହିଁ, ନାଇଁ କି? ଉଦ୍ଧବ କହିବଟି ଗୋପୀନାଥଙ୍କୁ କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ଭୁଜକୁ। ମଥୁରା ମଙ୍ଗଳରେ କି ସୁନ୍ଦର ବର୍ଣ୍ଣନା କରିଛନ୍ତି। ସେ ତ ପର ପିଲା, ଆମେ କେତେ ଯତ୍ନ ହେଲେ କଣ କଲେ କଣ ହବ? ସେ କଣ ଆମର ହିଁ ରହନ୍ତା କି? ତାର ସେ ପଳେଇଲା ହୋ ଉଦ୍ଧବ। ଯେତେବେଳେ ଜାଣିନଥିଲା, ଅଜ୍ଞାନ ଥିଲା, ଛୋଟ ଥିଲା, ସେତେବେଳେ ଏଡେ ସ୍ନେହ ପ୍ରୀତିରେ ଆମ ପାଖରେ ବାନ୍ଧି ହେଇ ପଡିଥିଲା। ତାର ନିଜର ଜ୍ଞାନ ଯେତେବେଳେ ଆସିଲା, ମୁଁ ବସୁଦେବ ପୁତ୍ର, ତାର ସେ ପଳେଇଲା। ସ୍ୱଭାବ କଣ କାହାର ବଦଳିବ କି? ଦୁଧ ଗୁଡ଼ ନେଇ ନିମ୍ବ ମୂଳେ ଥୋଇ ନିମ୍ବ କି ମଧୁର ହୋଇବ, ଯେତେ ପ୍ରକାରେ ବୁଝାଇ କହିଲେ ପର କି ଆପଣା ହୋଇବ। ଉଦ୍ଧବ କହିବଟି ଗୋପୀନାଥକୁ। ତ କୋଇଲିଟିଏ ଗଲା, କାକ ବସାରେ ଅଣ୍ଡାଟିଏ ଦେଇ ପଳେଇ ଆସିଲା। କାକ ବିଚାରିଲା ଯେଉଁଠି ମୋ ଅଣ୍ଡା, ତାକୁ ଖୁବ ଯତ୍ନରେ ଉଷୁମେଇଲା। ସେ ଯେତେବେଳେ ଅଣ୍ଡା ଫୁଟିଲା, ତା ଭିତରୁ ଛୁଆଟିଏ ଜନ୍ମ ହେଲା, କଳା କଟକଟ ଛୁଆଟିଏ। ଆଉ ତିନୋଟି କାକ ଛୁଆ ଜନ୍ମ ହୋଇଥିଲେ। ଏ କୋଇଲି ଅଣ୍ଡାଟି ମଧ୍ୟ ଫୁଟିକିରି କୋଇଲି ଛୁଆଟିଏ ଜନ୍ମ ହେଲା। ସମସ୍ତେ ସମାନ ଦୁଷିଲେ। କାକ ବିଚାରା ସମସ୍ତଙ୍କୁ ଖାଦ୍ୟପେୟ ଦେଇକିରି ମୋ ପିଲା ବୋଲି ବଡ ଯତ୍ନରେ ପାଳିଲା। ଯେତେବେଳେ ଟିକେ ବଡ ହେଇଗଲା,
ଯେମିତି କୁହୁ ଡାକ ବାହାରୁ ଶୁଣିଲା ଚଟକରି ତାର ସେ ଉଡ଼ିଗଲା ବୋଲେ କୁଆ ମାଲୋ ମୁଁ ଯାଉଛି ଆଉ ତ ଘରକୁ ଆସିବିନି। କହିଛନ୍ତି ସେ ମୋର ଗୁଡା ପଦ ଗୁଡା ମନେ ନାହିଁ। ସେମିତି ଏସବୁ ବାହୁନି ବାହୁନି କହିଛନ୍ତି କାନ୍ଦି କାନ୍ଦିକିରି କିଏ ସେ ବ୍ରଜାଙ୍ଗନା ମାନେ। ଏଇ ମାଧ୍ୟମରେ ବ୍ରଜାଙ୍ଗନା ମାନଙ୍କର କୃଷ୍ଣ ବିଚ୍ଛେଦର ପ୍ରଚଣ୍ଡ ଦୁଃଖ ପ୍ରକଟ କରିଛନ୍ତି ଶାସ୍ତ୍ର। ଶ୍ୟାମ ସୁନ୍ଦର ଏ କି କଥା, କଣ ପାଇଁ ତ୍ୟାଗ କରି ଆପଣ ଗଲେ? ହେଲା ପରିସ୍ଥିତି ଚାପରେ ପଡି ଆପଣଙ୍କୁ ତ୍ୟାଗ କରିବାକୁ ହେଲା, କିଞ୍ଚିତ ମାତ୍ର ଥରେ ନା ଆଉ ଦ୍ୱିତୀୟ ଥର ନାହିଁ। କାହିଁକି ନାହିଁ? ବିପ୍ରଲମ୍ଭ ଶୃଙ୍ଗାରର ମାଦକତା ଆସ୍ୱାଦନ କରାଇବା ନିମନ୍ତେ ସ୍ୱପ୍ରିୟତମା ମାନଙ୍କୁ କୃଷ୍ଣଙ୍କର ଏଇ କାର୍ଯ୍ୟ ବୋଲି ଶାସ୍ତ୍ର ନିର୍ଦ୍ଧାରଣ କରନ୍ତି, ସିଦ୍ଧାନ୍ତ କରନ୍ତି। ଯାହା ହଉ ଏଟାକୁ ବିପ୍ରଲମ୍ଭ ଶୃଙ୍ଗାର କୁହାଯାଏ। ବର୍ତ୍ତମାନ ରାସମଣ୍ଡଳରୁ ଯେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହୋଇଛନ୍ତି ଏବଂ ବିପ୍ରଲମ୍ଭ ଅବସ୍ଥାରେ ଅଛନ୍ତି କି ସେ ବ୍ରଜାଙ୍ଗନାଗଣ, ତ ତାଦାତ୍ମ୍ୟ ଭାବଟା କୋଉଠି ଆସେ? ବିପ୍ରଲମ୍ଭ ଶୃଙ୍ଗାର ଯଦି ପ୍ରୌଢ଼ାବସ୍ଥା ପ୍ରାପ୍ତ ହୁଏ, ଅର୍ଥାତ୍ ପରିପକ୍ୱ ଅବସ୍ଥା ପ୍ରାପ୍ତ ହୁଏ, ପ୍ରୌଢ଼ାବସ୍ଥା ପରିପକ୍ୱ ଅବସ୍ଥା ଆସେ, ସେତିକି ବେଳେ କିଛି ସମୟ ପାଇଁ ତାଦାତ୍ମ୍ୟ ଭାବ ଆସିଯାଏ, ଅଳ୍ପ ସମୟ ପାଇଁ ଝାପ୍ସା ଆତ୍ମବିସ୍ମୃତ ଘଟି ପୂର୍ବେ ଏଇଟା ଆସିଛି। ବିପ୍ରଲମ୍ଭ ଶୃଙ୍ଗାର ପ୍ରୌଢ଼ାବସ୍ଥା ପ୍ରାପ୍ତ ହେଲେ ତାଦାତ୍ମ୍ୟ ହେବାର ସମ୍ଭାବନା ମଧ୍ୟେ ମଧ୍ୟେ ଥାଏ। ସିଆ ହେଇଥିଲା ପୂର୍ବେ, ସେଇ ଅବସ୍ଥାରେ ସେମାନେ ଥିଲେ ଆଉ ଅଛନ୍ତି, ଆଉ ପ୍ରୌଢ଼ାବସ୍ଥାରେ ଅଛି ସେମାନଙ୍କର କୃଷ୍ଣ ନାହାନ୍ତି, ପଳେଇଛନ୍ତି। ଆଉ ଏଇଟା କଣ ହେଲା ନା ସେମାନଙ୍କର ବିପ୍ରଲମ୍ଭତ୍ୱ ଦ୍ୱିତୀୟ ତାଦାତ୍ମ୍ୟ ଆସିବାର କାରଣ କଣ? ପୁନର୍ବାର ତାଦାତ୍ମ୍ୟ ଭାବ ଆସିବାର କାରଣ କଣ? ତାଦାତ୍ମ୍ୟ ଭାବ ତ ଆସିଥିଲା ପୁଣି ଚାଲି ଯାଇଥିଲା, ଆସେ ଚାଲିଯାଏ, ଗୋଟେ ଆବେଶ ପଳେଇ ଆସିବ, କିଛି ସମୟ ପର୍ଯ୍ୟନ୍ତ ସବୁ ଭୁଲିଯିବେ, ମୁଁ କୃଷ୍ଣ ବୋଲି ଅନୁଭବ ହବ, ହେଲା, ତାପରେ ପୁଣି ଚାଲିଗଲା, ପୁଣି ପୁଣି କୃଷ୍ଣକୁ ଖୋଜି ଖୋଜି ବୁଲୁଥିଲେ। ଦ୍ୱିତୀୟବାର ଏ ଭାବ ପୁନର୍ବାର କାହିଁକି ଦୃଢ଼ୀଭୂତ ହେଇଗଲା? ଯେତେବେଳେ ଏମାନେ ଅନୁଭବ କଲେ ଯେ କୃଷ୍ଣ ନିକାଞ୍ଚନରେ ଏକାକୀ ନାହିଁ, କୌତୁକ କରିବା ପାଇଁ ଲୁଚିନି, ଆଉ ଅନ୍ୟ କୌଣସି ପ୍ରିୟତମା କାନ୍ତା ସହ ଏକାନ୍ତ ବିହାର କରିବା ନିମନ୍ତେ ଆମକୁ ତ୍ୟାଗ କରି ଯାଇଛନ୍ତି। ଏଇ ଚିନ୍ତନଟା ଯେତେବେଳେ ଆସିଗଲା, ଏଇ ଯୋଉ ପ୍ରୌଢ଼ ଭାବରେ ଥିବା ବିପ୍ରଲମ୍ଭ ଭାବନା ଆରେ ଗୋଟେ ବଡ ତରଙ୍ଗ ଆସି ପହଞ୍ଚିଲା, ଏମିତି ବିଚାର କରୁଛି, ଆଉ ଗୋଟେ ତରଙ୍ଗ ସୃଷ୍ଟି ହେଇଗଲା ସେଥିରେ। ସେ ତରଙ୍ଗରେ ପୁନଃ ତାଦାତ୍ମ୍ୟ ଆସିଗଲା, ପୁନଃ ତାଦାତ୍ମ୍ୟ ଆସିଗଲା। ଇତ୍ୟୁନ୍ମତ୍ତ ବଚ ଗୋପ୍ୟ କୃଷ୍ଣାନ୍ୱେଷଣ କାତରା, କୃଷ୍ଣାନ୍ୱେଷଣ କାତରା ବିପ୍ରଲମ୍ଭ ଶୃଙ୍ଗାର। ଲୀଳା ଭଗବତ ସ୍ତାସ୍ତା ହେନୁ ଚକ୍ରୁ ତଦାତ୍ମିକା, ପୁଣି ତାଦାତ୍ମ୍ୟ ଭାବ ଆସିକରି ପହଞ୍ଚିଲା। ପୂର୍ବଗତ ତାଦାତ୍ମ୍ୟ ଆଉ ବର୍ତ୍ତମାନର ତାଦାତ୍ମ୍ୟ ଭିତରେ ଟିକେ ପ୍ରଭେଦ ମଧ୍ୟ ଦେଖାଯାଉଛି। କଣ ହେଇଛି ନା ପୂର୍ବଗତ ତାଦାତ୍ମ୍ୟରେ ସେଇଟା ଆସିଥିଲା ସ୍ୱରୂପଗତ ତାଦାତ୍ମ୍ୟ। ମୁଁ କୃଷ୍ଣ ବୋଲି ସମସ୍ତେ କହୁଥିଲେ, ପରସ୍ପରକୁ ନିଜକୁ ଅନୁଭବ କରୁଥିଲେ ଯେ ମୁଁ କୃଷ୍ଣ, ମୁଁ ଗୋପକୁମାରୀଟିଏ, ମୋ ଘର ଗୋପରେ, ମୁଁ ଏଇ ପ୍ରକାର ଅବସ୍ଥାରେ ଅଛି, ଆଉ ଆସିଛି ଅରଣ୍ୟକୁ କୃଷ୍ଣଙ୍କ ସହ ବିହାର କରିବା ପାଇଁ। ତାର ପ୍ରଲୋଭନରେ ପଡି, ତାର ବଂଶୀନାଦରେ ଆକର୍ଷିତ ହୋଇ, ତାର ମୋହର ମାଧୁରୀ, ରୂପ ମାଧୁରୀରେ ବିଚଳିତା ହେଇ, ମୋହିତା ହେଇ ମୁଁ ଏ ପ୍ରକାର ଗୃହ ତ୍ୟାଗ କରି ପଳେଇ ଆସିଛି। ଏ ଜ୍ଞାନ ଲୁପ୍ତ ହେଇଗଲା, ମୁଁ କୃଷ୍ଣ ବୋଲି ଭାବ ଆସିଥିଲା। ଏଟା ସ୍ୱରୂପଗତ ବା ସ୍ୱରୂପାତ୍ମକ ତାଦାତ୍ମ୍ୟ। କିନ୍ତୁ ବର୍ତ୍ତମାନ ଯୋଉଟା ଆସିଲା, ଇଏ ତାଦାତ୍ମ୍ୟ ଆଉ ଟିକେ ଗାଢ। ପୂର୍ବୋକ୍ତ ତାଦାତ୍ମ୍ୟ ଅପେକ୍ଷା ଏ ତାଦାତ୍ମ୍ୟ ଆଉ ଟିକେ ଗାଢ। କାହିଁକି ଅଧିକ ଗାଢ? ନା ଯେହେତୁ ବିପ୍ରଲମ୍ଭ ଶୃଙ୍ଗାରଟା ପୂର୍ବ ଅପେକ୍ଷା ବର୍ତ୍ତମାନ ଆଉ ଗାଢ, ନାଇଁ କି? ବିପ୍ରଲମ୍ଭ ଶୃଙ୍ଗାରଟା ପୂର୍ବୋକ୍ତ ଅପେକ୍ଷା, ପୂର୍ବୋକ୍ତ ତାଦାତ୍ମ୍ୟ
ଜଳଟା ଯେଉଁ ରଙ୍ଗର ବରଫଟା ସେଇ ରଙ୍ଗର ହେଇଗଲା ଆଉ କଣ। ସେ ଟିକେ ଫିକା ରଙ୍ଗ ଥିଲା, ସେଟା ବରଫ ହେଲା ବେଳକୁ ଟିକେ ଫିକା ରଙ୍ଗ ହେଇଥିଲା। ଏଟା ଗାଢ ରଙ୍ଗର ଜଳଟା ବରଫ ହେଲା ବେଳେ ଗାଢ ରଙ୍ଗ ହେଇଗଲା ଆଉ କଣ। এই ପ୍ରକାର ଗୋଟେ ବୁଝନ୍ତୁ। ଆଉ ତ ବର୍ତ୍ତମାନର ବିପ୍ରଲମ୍ଭ ଭାବ ଅତ୍ୟନ୍ତ ଗାଢ ଥିବାରୁ ଗାଢତାର କାରଣ କଣ? ଅନ୍ୟ ଏକ ପ୍ରିୟତମା କାନ୍ତା ସହ କୃଷ୍ଣ ଆମମାନଙ୍କୁ ପରିତ୍ୟାଗ କରି ଆମଠାରୁ ଅନ୍ତର ହୋଇଛନ୍ତି। ଏ ଭାବଟା ଗାଢତର ସ୍ତରକୁ ଉଠେଇ ଦେଇଛି, ଗାଢରୁ ଗାଢତର ସ୍ତରକୁ ଆସିଛି। ବିପ୍ରଲମ୍ଭ ଶୃଙ୍ଗାର ଗୋଟେ ତରଙ୍ଗ ପରାଇ ଆଉ ଗୋଟେ ବଡ ତରଙ୍ଗ ଉଠିଛି। এইটা যেতବେଳେ ତାଦାତ୍ମ୍ୟ ପ୍ରାପ୍ତ ହେଲା ସେତେବେଳେ ଯୋଉ ସ୍ୱରୂପାତ୍ମକ ତାଦାତ୍ମ୍ୟ ଆସିଥିଲା ବ୍ରଜାଙ୍ଗନା ମାନଙ୍କର, ବର୍ତ୍ତମାନ ଆସିଲା ଲୀଳାତ୍ମକ ତାଦାତ୍ମ୍ୟ। ସେତେବେଳେ ମୁଁ କୃଷ୍ଣ ବୋଲି କେବଳ ଅନୁଭବ କରୁଥିଲେ, ବର୍ତ୍ତମାନ ଆଉ ତାହା କଲେନି। ମୁଁ କୃଷ୍ଣ ବୋଲି ଖାଲି ମୁହଁରେ କହିଲେନି, କୃଷ୍ଣ ଯା ଯା ଲୀଳା ଆଚରନ୍ତି ତା ଲୀଳା ଆଚରଣ କଲେ। ଲୀଳା ଗୁଡାକ ଆଚରଣ କଲେ, କାର୍ଯ୍ୟକଳାପ। ଖାଲି ମୁଁ କୃଷ୍ଣ ବୋଲି କହିଲେନି। କୃଷ୍ଣ ଯେମିତି ଚାଲନ୍ତି, କୃଷ୍ଣ ଯେମିତି ବସନ୍ତି, କୃଷ୍ଣ ଯେମିତି ହସନ୍ତି, କୃଷ୍ଣ ଯାହା ଯାହା କରନ୍ତି, ସେ ଲୀଳା ଗୁଡିକ ମଧ୍ୟ ଧୀରେ ଧୀରେ ଆଚରଣ କରିବାକୁ ଆରମ୍ଭ କଲେ। ତ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ମହାରାଜ ପରୀକ୍ଷିତ, ଇଏ ଅକଥ୍ୟ କଥନ ଅବୋଧ୍ୟ ତତ୍ତ୍ୱ ରହସ୍ୟ ରସତତ୍ତ୍ୱ, ଏକୁ ବୁଝିବା ସୁକଠିନ। ଏତନ୍ମତ୍ତ ବଚ ଗୋପ୍ୟ, ଏ ପ୍ରକାର ଉନ୍ମତ୍ତ ବାକ୍ୟ କହି କହି ଅରଣ୍ୟ ଭିତରେ ବିରହିଣୀ ଗୋପାଙ୍ଗନା ଗଣ ବୁଲୁ ବୁଲୁ, ଏତନ୍ମତ୍ତ ବଚ ଗୋପ୍ୟ କୃଷ୍ଣାନ୍ୱେଷଣ କାତରା ଲୀଳା ଭଗବତ ସ୍ତା ଭଗବତ ଲୀଳା ତା ଲୀଳା, ସେଇ ଲୀଳା। କେଉଁ କେଉଁ ଲୀଳା? ଯେଉଁ ଯେଉଁ ଲୀଳା ମାନଙ୍କ ସହ ସେମାନେ ସଂଶ୍ଳିଷ୍ଟା, କୃଷ୍ଣର ଯେଉଁ ଯେଉଁ ଲୀଳା ମାନଙ୍କ ସହ ସେମାନେ ଜଡ଼ିତା ଥିଲେ, ପୂର୍ବରୁ ତାଙ୍କର ଅନୁଭୂତି ଅଛି, ସେଇ ଯେଉଁ ଯେଉଁ ଲୀଳା ସହିତ କୃଷ୍ଣଙ୍କ ସହ ମିଶିଥିଲେ, ବୁଲୁଥିଲେ, ଚାଲୁଥିଲେ, ଦେଖିଥିଲେ, ବିଚାର କରୁଥିଲେ, ଆଲୋଚନା କରୁଥିଲେ, ସେଇ ଲୀଳା ଗୁଡ଼ିକର ଅନୁଭୂତି ଯୋଉଗୁଡ଼ିକରେ ଅଛି, ସେଇ ତା ଲୀଳା, ତା କହିବାର ତାତ୍ପର୍ଯ୍ୟ ୟା, ସେଇ ଲୀଳା ଗୁଡ଼ିକ, ଯେଉଁ ଯେଉଁ ଲୀଳା ଗୁଡ଼ିକ ସେମାନଙ୍କର ଦେଖା ଶୁଣା ଓ ଅନୁଭୂତିର ବସ୍ତୁ, ତା ଲୀଳା କସ୍ୟ ନା ଭଗବତସ୍ୟ, ଭଗବାନଙ୍କର ସେଇ ଲୀଳା ଗୁଡ଼ିକ, ଲୀଳା ଭଗବତ ସ୍ତା ହ୍ୟନୁଚକ୍ରୁ, ଅନୁକରଣ କଲେ। ସେ ଲୀଳା ଗୁଡ଼ିକ ଅନୁକରଣ କରିବାକୁ ଲାଗିଲେ। ହ୍ୟନୁଚକ୍ରୁ ଲୀଳା ଭଗବତ ତା ହ୍ୟନୁଚକ୍ରୁ ତଦାତ୍ମିକା, ତାଦାତ୍ମ୍ୟ ଭାବ ପ୍ରାପ୍ତ ହେଇ ଭଗବାନଙ୍କ ଦ୍ୱାରା ଆଚରିତ ତା ଲୀଳା ଯା ସେମାନଙ୍କର ଅନୁଭୂତିର ଅନ୍ତର୍ଗତ, ସେ ମନେ ପଡିଯାଉଛି, ସେଇ ଲୀଳା ଗୁଡ଼ିକ କୃଷ୍ଣଙ୍କର ଆଚରଣ କରିବାକୁ ଆରମ୍ଭ କଲେ। ହ୍ୟନୁଚକ୍ରୁ ଅନୁକରଣ କଲେ। କୃଷ୍ଣ ଯେମିତି ଲୀଳା କରିଥିଲେ ସେଇଭଳିଆ ଲୀଳାର ଅନୁକରଣ କଲେ। କଣ ଅନୁକରଣ କଲେ? କସ୍ୟାଚିତ୍ ପୂତନାୟନ୍ତ୍ୟା କୃଷ୍ଣାୟନ୍ତ୍ୟ ପିବତ ସ୍ତନଂ ତୋକାୟିତ୍ୱା ହୃଦୟନ୍ତ୍ୟା ପଦାହଚ୍ଛନ୍ଦ କଟାୟତିମ୍ ପଦାହଶ୍ଚ କଟାୟତିମ୍। କସ୍ୟାଚିତ୍ ପୂତନାୟନ୍ତ୍ୟା କୃଷ୍ଣାୟନ୍ତ୍ୟ ପିବତ ସ୍ତନଂ ତୋକାୟିତ୍ୱା ରୁଦତ୍ୟନ୍ୟା ପଦାହଚ୍ଛ କଟାୟତିମ୍। କଣ ଘଟଣା? ଠିକ ବୈଦିକ ବେଦର ଶବ୍ଦ ଭଳିଆ ସେଇ ବ୍ୟାକରଣ ଶବ୍ଦ ଗୁଡାକ ଏଠି ପ୍ରୟୋଗ କରିଛନ୍ତି ଭାଗବତରେ। କସ୍ୟଚିତ୍ କେନ ଗୋପୀ, କୌଣସି ଗୋପୀ ଅରଣ୍ୟ ଭିତରୁ ବାହାରି ଆସୁଛି, ଗଜମନ୍ଥର ଚାଲି କରି ଦେହକୁ ହଲେଇ ହଲେଇ, ଆଲୋ ମୁଁ ପୂତନା ଆସିଲି ଲୋ, ତମ ଗାଁରେ କାହାର ଛୋଟ ଶିଶୁ ଜନ୍ମ ହେଇଛି କି? ଆଉ ଜଣେ କିଏ ଗୋପୀ ବାହାରି କହିଲା, ହଁ ଲୋ ପୂତନା, ଯା ନନ୍ଦ ଘରକୁ, ହେ ସେ ବଡ ଘରଟା ଯୋଉ ଉଚ୍ଚା ପିଣ୍ଡା, ତାଙ୍କରି ଘରେ ଛୁଆ ଜନ୍ମ ହେଇଛି ନୂଆ, ପୂତନା ଚାଲ। ସେ ଯାଇ ସେଠି ପହଞ୍ଚିଲା, ଏ ଘରେ କିଏ ଅଛ ମା? ଆଉ ଟିକେ ଶୁଣିବ କି?
जड़े गोपी बाहरी आसला से भितर मु जशोदा लो मोर ई घर कौन कहचु तू किए तोर को गाँ लो झील तू केड़े सुंदर दुशु लो ना माँ मोर छुआटी नष्ट हो जाइए मो स्तन में प्रचुर दुग्ध मत बड़ कष्ट होउची आउ तम घरे छोट छुआ पुणी जन्म होइची आउ जदि कहंत तम छुआ को टिके मु स्तन्यपान करती मत टिके भल लागंता तृप्ति लागंता स्वामी को बोले जशोदा घड़िए किछि जशोदा रूपे छिड़ा होइथिबा गोपी जे निजको जशोदा रूपे अनुकरण कर कृष्ण लीलार अनुकरण करछन्ती परा रोहिणी रोहिणी टिके सुनंत आ गोटे गोपी साड़ू पड़े आसला रोहिणी होगी कौन कहूच म झीटी एमती तार संतानटी नष्ट हो जाए स्तन दुग्धपूर्ण बोली कहूँ आम कृष्ण को क्षीर पियावा रखा कि धाइमा करी ना जना शुणा किए गोटे रोहिणी कहले मो जना शुणा कौन केड़े सुंदर झीटा दुसुची भल पिलाटा आउ मोर तो बयस है केते क्षीर हम जे आ 2 माठ क्षीर खाइले आम पिला बेगे मोटा हो डाकी नेले घर को बोले झील मु जो शाढ़ी पिंधि ते शाढ़ी देवी मु जो अलंकार पिंधि ते से अलंकार पिंधेबी मु जो खट पलंग शोबी ते से भाया खट पलंग देवी माने निज तुल्य तू मो पिला को पेट पूरे क्षीर पुआ डाकी नहीं गले जशोदा पुओ मोट हो परा 2टा बाटू खाइले ए प्रकार समस्त लीला गुड़िक आचरण कले सांगे सांगे अल्प उच्चता विशिष्टा अल्प वयस्का गोप कुमारी टीए कृष्ण हो पड़ी आसला ताकू कोल बसई देले से स्तन्यपान कला स्तन्यपान कर चित्कार कला प्राण घात हला पूतना मरिक पड़ी समस्त आश्चर्य राक्षसीटे बोली पूतना बद्ध लीला जमी होता ब्रजकुमारी माने बसी कृष्ण लीला गुड़िक आचरण करुछंती तो कश्चित पूतनायंत्या पूतनायंती पूतना भवंती तो पूतना तुल्य अनुकरणीया कश्चित गोप्या कैसे कृष्ण तुल्य अनुकरण करी गोपीटीए पिबत स्तनम तो कईत्वा तो छोटिया पिलाटी अल्प उच्चता पतला अल्प उच्चा अल्प वयस्का गोप कुमारी जे तो कहित तो बालक जे बालक तुल्य हो पार तद्रूप छोटिया पृथुला काया दीर्घ काया नुहे एपरी गोपिका टीए कृष्ण है स्तन्यपान करू करू पूतनार लीला आचरण कर बद्ध लीला पूतना बद्ध लीला सरू सरू आउ गोटे किए गोपांगना हस्तपादरे भरा दे आलो मु सकटासुर आसलो मत कंस पठेची मु कृष्ण को बद्ध करी बोले जमी पाटी कला चित्कार कला नहीं कि आउ जने किए जशोदा है ता छुआ टिके नहीं कृष्ण को छुआ करी आ गोटे गोपी की धरी कूटी छुआबी तो गोरु बलद षंढ गुड़ाक बुलुंदी शगड़ तले शुआई देवी जे आ गोरु बलद चकटी पकेबनी मो पिला को दांडे शुआई दौरान पड़िया से शकट तले शकटायति जे शकट तुल्य अनुकरण करुला तले ता पेट तले कृष्ण तुल्य लीला करुवा गोपी टी शुआई दे आस किसी समय पर कर्तन पूर्वक हस्तपाद विन्यास करते से गोपी किए से कृष्णायंती जे कृष्ण तुल्य अनुकरण करुला हस्तपाद कर तार पाद सखंजन लीला संवाहन कले कस्यचित् पूतनायन्त्यां कृष्णायन्त्य पिबत स्तनं तोकायित्वा रुदयन्त्या पदाहत शकटायतिम् दत्यायित्वा जहारण्यं एका कृष्णार्भ भावना रिंगयामास काप्यं ह्री कार्षन्तिं घोषणेश्वनै शकटासुर
ବଦ୍ଧ ଲୀଳା ସରିଲା ପରେ ସ୍ମରଣରେ ଆସିଲା ତୃଣାବର୍ତ୍ତ, ନାଇଁ କି? କିଏ ଗୋଟିଏ ଗୋପୀ ନିଜକୁ ତୃଣାବର୍ତ୍ତ ବୋଲି ପ୍ରକାଶ କରି ଅରଣ୍ୟ ଭିତରୁ ବାହାରି ଦୈତ୍ୟ ଠାଣିରେ ଚାଲିକିରି ଆସୁଛି। ମୁଁ ତୃଣାବର୍ତ୍ତ, ମୁଁ କଂସ ମତେ ପଠେଇଛି। ପୂତନା ଆଉ ଶକଟାସୁର ଦୁଇ ଜଣ ଆମର ଶକ୍ତିଶାଳୀ ଭ୍ରାତା ବା ଶକ୍ତି ବଦ୍ଧ ହେଲା ପରେ ମୁଁ ନନ୍ଦପୁତ୍ର କୃଷ୍ଣଙ୍କୁ ଯେକୌଣସି ମତେ ବଧ କରିବି ସୁଯୋଗ ଦେଖି ବୋଲି ଲତା ଉଢାଳରେ ଲୁଚିକରି ରହିଲା। ଏ କଥା ଶୁଣି ଯଶୋଦା ନାମିନୀ, ଯଶୋଦା ବୋଲି ନିଜକୁ ଅନୁକରଣ କରୁଥିବା ଗୋଟିଏ ମୋଟି ରୋଟି ଲମ୍ବା ଚଉଡା ଗୋପୀ ଆଉ ଗୋଟିଏ ଛୋଟିଆ ଗୋପୀକି କୃଷ୍ଣ କରି କୋଳରେ ଧରି ସ୍ତନ୍ୟପାନ କରିବାକୁ ବସି ପଡ଼ିଲା ସେଠି। କାହିଁକିନା ତୃଣାବର୍ତ୍ତ ଏଇଭଳିଆ କରିଥିଲା ନା। ତୃଣାବର୍ତ୍ତ କଣ କରେ? ତୃଣା କହିଲେ ଘୂର୍ଣ୍ଣି ବାତ୍ୟା, ଆବର୍ତ୍ତ ତୃଣାବର୍ତ୍ତ ଯେତେବେଳେ ଆସିଥିଲା ଆସିକିରି ଅପେକ୍ଷା କରିଥିଲା, ସୁଯୋଗକୁ ଅପେକ୍ଷା କରିଥିଲା। ଗୋପରେ ଦିନକର ଘଟଣା କଣ ହେଇଛି? ମା ଘର କାମ ସବୁ ସାରିଲେ, ପୁତ୍ର କଥା ମନେ ପଡିଗଲା ଯଶୋଦାଙ୍କର। ବାତ୍ସଲ୍ୟମୟୀ ଜନନୀ ଆବେଗପୂର୍ଣ୍ଣ ଚିତ୍ତରେ ଘରର ବାହାର ପଟକୁ ପଳେଇ ଆସିଲେ। ବାବୁରେ, କାହ୍ନୁ କୁଆଡେ ଗଲୁ ରେ ବାପ? ଦାଣ୍ଡକୁ ଆସି ପଚାରିଦେଲେ କୋଉଠି ଖେଳୁଛି, କଣ କରୁଛି ଟିକେ ଦେଖିଦେବା ପାଇଁ। ଘର କାମରେ ମନ ଲାଗିଥିଲା। ଘର କାମ ଯଦି ସରିଗଲା, ପୁତ୍ର କଥା ମନେ ପଡିଗଲା। ଅତି ବ୍ୟସ୍ତ ହେଇକିରି ବାହାରକୁ ପଳେଇ ଆସିଲେ। ଆସିକରି ଟିକେ ଏପଟ ସେପଟ ଯେତେବେଳେ ବୁଲିକିରି ପଚାରନ୍ତି, ମାଙ୍କର ବାତ୍ସଲ୍ୟ ଭରା ଆହ୍ୱାନ ଶୁଣି ଭଗବାନ ଶ୍ୟାମ ସୁନ୍ଦର ଶ୍ରୀକୃଷ୍ଣ କୋଉଠି ଥିଲେ ସେଠୁ ପେଟେଇ ପେଟେଇ ଦୌଡ଼ି ଆସିଲେ। ମା ମା ବୋଲି ପାଟି କରି ଚିତ୍କାର କରି ଗୋଟିଏ ମା 2.5 ମାସ ସେତେବେଳକୁ ପେଟେଇ ନାହାନ୍ତି, ଭୁଲ କହିଲେ। 2.5 ମାସର ଶିଶୁ ବାହାର ବାରଣ୍ଡାରେ ଶୁଆଇ ଦେଇଥିଲେ। ସେଇଠି ବସି ପଡିକିରି ମୋ ପିଲା କେତେବେଳୁ ଖାଇନିଲ, ଭୋକ ହଉଥିବ ବୋଲେ କୋଳରେ ଧରି ସ୍ତନ୍ୟପାନ କରାଉଛନ୍ତି। ଏତିକି ବେଳେ 2.5 ମାସ ନା ଯେତେବେଳେ ନାଇଁ ଶକଟାସୁର ଆସିଲା ବେଳକୁ 2.5 ମାସ, 2 ମାସ, 2.5 ଦିନ ପୂତନା ବଧ ବେଳକୁ, 2 ମାସ ଶକଟାସୁର ବେଳକୁ, ତୃଣାବର୍ତ୍ତ ଆସିଲା ବେଳକୁ ପ୍ରାୟ 6 ମାସ ହେଇଗଲାଣି। ପେଟେଇଲେଣି, ଉଦ୍ଘାଟନ ଉତ୍ସବ ସରିଗଲାଣି। ଯାହା ହଉ, ତ ଯେତେବେଳେ ସ୍ୱସନ୍ତାନଙ୍କୁ ବସି କ୍ରୋଡ଼ରେ ଧ୍ୟାନ ପୂର୍ବକ ମା ଯଶୋଦା ସ୍ତନ୍ୟପାନ କରାଉଛନ୍ତି, ଏତିକି ବେଳେ ତୃଣାବର୍ତ୍ତ ଆସିଲା। ଏଟା ସୁଯୋଗ। ବାହାରେ ଏକୁଟିଆ ବସିଛନ୍ତି ବାହାର ପଟ ବାରଣ୍ଡାରେ ମା। ଏତିକି ବେଳେ ବାରଣ୍ଡାରେ ବସିଛନ୍ତି ବାହାର ପଟେ। ଘୂର୍ଣ୍ଣି ବାତ୍ୟା ହେଇ ଜଙ୍ଗଲ ଭିତରୁ ମୁଁ ବାହାରିବି, ଘୁରି 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 ତାଙ୍କ ପାଖକୁ ପଳେଇ ଯିବି, ଆଉ ଟେକି ନେଇକିରି ତ ଉପରେ ଛେଚିଦେବି, କୋଉଠି କାମ ଶେଷ ଆଉ କଣ। ଏହା ବୋଲି ତୃଣାବର୍ତ୍ତ ଘୂର୍ଣ୍ଣି ବାତ୍ୟା ରୂପ ଧରି ଯେତେବେଳେ ଆସି ପହଞ୍ଚିଲା ସେ ଅଞ୍ଚଳରେ, ଅନ୍ତର୍ଯାମୀ ଭଗବାନ ପ୍ରଭୁ ଜାଣିପାରିଲେ ଆରି ଦୈତ୍ୟ ଆସିଲା। ଦୈତ୍ୟ ଆସିଲା, ମହାଶକ୍ତିଶାଳୀ ଦୈତ୍ୟ। ତ ପର୍ବତ ଉଠେଇ ନବ ଉପରକୁ ଦରକାର ପଡିଲେ। ହଉ ନଉ ମତେ, ମତେ ନଉ, କିଛି ଚିନ୍ତା ନାହିଁ। ଯେ ମାଟା ଏ ତ ସମସ୍ତଙ୍କୁ ଟେକି ନବ, ମୁଁ ତ ମା କୋଳରେ ବସିଛି ବୋଲି ଭଗବାନ କଣ କଲେ? ତାଙ୍କ ଶରୀରର ଓଜନ ଟିକେ ବଢେଇ ଦେଲେ। ଯେମିତି ଟିକେ ଓଜନ ବଢେଇ ଦେଲେ, ପିଲାଟା 6 ମାସର କେତେ ହବ? 10-12 କିଲୋ ଓଜନ ହବ। ଜନ୍ମ ହେଲା ବେଳକୁ କେତେ? କିଲୋ 1.5 କିଲୋ ହଉଛି ପରା, ନା କେତେ? 2 କିଲୋ 3 କିଲୋ ହଉଛି ଜନ୍ମ ହେଲା ଛୁଆ, ନା ଏତେ ନାହିଁ? ପାଉଣ୍ଡ କହୁଛନ୍ତି। ତ 6 ମାସରେ 10-8 କିଲୋ ଓଜନ ହବ। 10-8 କିଲୋ ଓଜନ ପୁଅଟା କୋଳରେ ବସିଥିଲା, କି 7-8 କିଲୋ ଓଜନର ପୁଅଟି କୋଳରେ ବସିଥିଲା। ଢୋଳଉଛି, ଆଖି ପଡି ଆସିଲାଣି, ସ୍ତନ୍ୟପାନ କରୁଛି, ନିଜେ ବସିଛନ୍ତି, ତା ଓଜନ ବଢିଗଲା। ଓଜନ ବଢିଲା ଯେ 20-25 କିଲୋ, 30 କିଲୋ, 60-50 କିଲୋ ପର୍ଯ୍ୟନ୍ତ ବଢିଗଲା। ତ ଚାହିଁଲେ ଗୋଡ଼ ହାତ ପୁଅ କଣ ଏମିତି ବଢିଯାଉଛି, କଣ ଏମିତି କୁଇଣ୍ଟାଲେ ଓଜନ ହେଇଗଲା। କୁଇଣ୍ଟାଲେ ଓଜନ ଯେତେବେଳେ ହେଇଗଲା, ମୋଟା ମୋଟା ଜଙ୍ଘ, ମା ଯଶୋଦାଙ୍କର ମୋଟି ଲୋକ ତ ଫାଟିଗଲା ଭଳିଆ ଜଙ୍ଘ ଲାଗିଲା। ଏମିତି ହଉ ପିଲାଟା 2-3 କୁଇଣ୍ଟାଲ ଓଜନ ହେଇଗଲା। ଆଜ୍ଞା ଗଡେଇ ଦେଲେ, ପ୍ରାଣ ବି କଲେ, ସମ୍ଭାଳି ପାରିଲେନି ତଳକୁ। ଗାଲରେ ହାତ ଚଢ଼େଇଲେ, କାହାକୁ କହିବି
ପିଲାଟାକୁ ଟେକି ପାରିଲିନି ଯେ ତଳେ ଗଡ଼େଇ ଦେଲି, କିଏ ଦେଖୁଛି କି କୁଆଡେ ଚାହିଁଲି କଣ କହିବ ମତେ। ତାଟକା ହେଇ ଚାହିଁଛନ୍ତି, କିଛି ପାରୁନାହାନ୍ତି, ଜାଣୁନାହାନ୍ତି କଣ ଏମିତି ପିଲାଟା ଓଜନ ହେଇଗଲା। ମୁଁ କ୍ଷୀର ଖୁଆଉଥିଲି, ଗୋଡରୁ ଗଡ଼େଇ ଦେଇକିରି ପଳଉଛି ପିଲାଟାକୁ, ଆଉ ଗୋଟେ ମା ଦେଖିଲେ ମତେ କଣ କହିବ, ତୁ ରାକ୍ଷସୀଟେ ନା ମାଲୁ, ପିଲାଟା କ୍ଷୀର ପିଉଥିଲା ନିଶ୍ଚିନ୍ତରେ ଭୋକରେ କଳ ଭାଇ, ତୁ ତାକୁ ଟେକି ପାରିଲୁନି, ଗଡ଼େଇ ଦେଲୁ ତଳକୁ। ଏକଥା ସିନା ଲୋକେ କହିବେ, ମୋର ତ ଅବସ୍ଥା ଅସମ୍ଭାଳ ହେଇଗଲା, 5-7 କୁଇଣ୍ଟାଲ ଓଜନ ହେଇଗଲା ପିଲାଟା, ଜଙ୍ଘ ଉପରେ ଗୋଟେ ସ୍ତ୍ରୀ ଲୋକ ସମ୍ଭାଳି ପାରିବ? ସେ ପୁଅ ହଉ କି ଯାହା ହଉ ଫୋପାଡ଼ି ଦେବନି? ଫୋପାଡ଼ି ଦେଇ ପଳେଇଲେ। ତାଟକା ହେଇ ବସି ଚିନ୍ତା କରୁଛନ୍ତି, ଏତିକି ବେଳେ ଆସିଲା ଘୂର୍ଣ୍ଣି ବାତ୍ୟା। ଘୋରି 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 ଆସି କୃଷ୍ଣଙ୍କୁ ଧରି ଉପରକୁ ପଳେଇଲା। ଯେମିତି ଉର୍ଦ୍ଧ୍ୱକୁ ଚାଲିଗଲା, ଆକାଶର ବହୁ ଉଚ୍ଚକୁ ଭଗବାନ ଶ୍ରୀକୃଷ୍ଣ କଣ କଲେ ନା, ସେଇଠି ତାର ତଣ୍ଟିକି 2 ହାତରେ ଜାବୁଡ଼ିକିରି ଧରିଲେ ଏବଂ କଣ୍ଠରୋଧ ପୂର୍ବକ ସେଇ ଭଗବାନ ତ ଗୋଟେ ଲୀଳା କରୁଛନ୍ତି ଶିଶୁ ଭଳିଆ, ଆଉ ତାଙ୍କ କଥା କଣ କହିବା। ତୃଣାବର୍ତ୍ତ ଯେମିତି ବାୟୁ ରୂପ ଧରି ଘୁରି 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 ଆକାଶକୁ ଯାଇଥିଲା, ଠିକ ତଦ୍ରୂପ ରାକ୍ଷସ ରୂପ ଧରି ଅର୍ଦ୍ଧମୃତ ଅବସ୍ଥାରେ ଘୁରି 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 ସେଇଭଳିଆ ତଳେ ଆସି ପଡ଼ିଲା ଏବଂ ତା କାନ୍ଧରେ ତାକୁ ଜାବୁଡ଼ିକିରି ତା ବେକକୁ ଧରିଛନ୍ତି ଭଗବାନ କୃଷ୍ଣ। ସମସ୍ତେ ଆଶ୍ଚର୍ଯ୍ୟ ହେଇକିରି ପାଖକୁ ଦୌଡ଼ିଗଲେ। ଯଶୋଦା ଚିତ୍କାର କଲେ, କଣ ହେଲା କଣ ହେଲା କଣ ହେଲା, କେଡ଼େ କଥା ହେଲା ବୋଲି। ଦେଖିଲା ବେଳକୁ ଏଡି ବଡ଼ ଅସୁରଟେ ପଡ଼ିଛି, ତା ବେକରେ ଓହଳିଛନ୍ତି କୃଷ୍ଣ। ସାଙ୍ଗେ ସାଙ୍ଗେ ଟାଣିକିରି ଧରିକିରି ପଳେଇ ଆସିଲେ। ଦେଖିଲେ ଦେହ ମୁଣ୍ଡା ଆଉସା ପାଉସା କିଛି ହେଇନି, କୋଉଠି ଖଣ୍ଡିଆ ମଣ୍ଡିଆ କିଛି ହେଇନି। ଝଡ଼ାଝଡ଼ି ଆଉସା ପାଉସା କରି ମା ଧରିକିରି ଘର ଭିତରକୁ ପଳେଇଲେ। ମୁଁ କାହିଁକି ବାହାର ବାରଣ୍ଡାରେ ବସୁଥିଲି, ଗୋଟେ ପବନଟେ ଆସିବି। ଏମିତି ଅନେକ ବାର ଦୈତ୍ୟମାନଙ୍କର ଉତ୍ପାତ ହେଇଛି ବ୍ରଜରେ ଏବଂ ଏଇଟା ଭଗବାନଙ୍କର ସେମାନଙ୍କୁ ବଦ୍ଧ ନାହିଁ, ଉଦ୍ଧାର ବୋଲି କୁହାଯାଉଛି। ତ ଭଗବାନ କାହିଁକି ଅବତୀର୍ଣ୍ଣ ହୋଇଥାନ୍ତି? ଯେଉଁ ପାପିଆନ ଗୁଡ଼ିକ, ଏ ପୁତନା କଣ କଣ କମ ପାପିନୀ ଥିଲା? ଦୈନିକ ପୁତନା ଶବ୍ଦର ଅର୍ଥ କଣ? ପୁତନା ଜଣଙ୍କର ନାଁ ନୁହଁ, କିନ୍ତୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜଣଙ୍କର ନାଁ ନୁହେଁ। ପୁତନା ଗୋଟେ ନାଁ ନୁହଁ, ତା ନାଁ ହଉଛି ବକି। ସେଟା ବକାସୁରର ଭଉଣୀ, ସେ ଭାଇ ଭଉଣୀ 2 ଜଣ, ବକ ଆଉ ବକି। ତା ନାଁଟା ହଉଛି ବକି। ସେ ପୁତନା କାର୍ଯ୍ୟ କରୁଥିଲା। ପୁତନା କାର୍ଯ୍ୟ କଣ ହୋ? ପୁତନା ବାଳ ଘାତିନୀ, ପୁତ୍ରମାନଙ୍କୁ ବିନାଶ କରିବା ପାଇଁ ଯୋଉ ବୃତ୍ତି, ବାଳ ଘାତିନୀ। ଏବଂ କେତେ ବଳ ଥିଲା ୟାର କେତେ ପ୍ରାକ୍ଟିସ ଥିଲା, ଏଇ କାର୍ଯ୍ୟରେ କେତେ ଶକ୍ତିଶାଳୀ ନଥିଲା ନା, ପ୍ରତ୍ୟେକ 10,000 ଶିଶୁଙ୍କର ରକ୍ତପାନ କରିବାର ସାମର୍ଥ୍ୟ ପୁତନାର ଥିଲା, ବକିର 10,000। ଏବଂ ଅନ୍ୟାନ୍ୟ ଶାସ୍ତ୍ର ମାନଙ୍କରେ ବର୍ଣ୍ଣନା ଅଛି, ୟା ପୂର୍ବରୁ ବହୁତ ଶିଶୁ ବଦ୍ଧ କରିଛି, ବହୁତ ଶିଶୁ। ସେଟା ତାର ପ୍ରିୟ। ଛୋଟ ଛୋଟ ଶିଶୁମାନଙ୍କୁ ବୁଲି ବୁଲି ସେମାନଙ୍କର ରକ୍ତ ଶୋଷଣ କରିବା, ସେଟା ତାର ପ୍ରିୟ, ତାର ବୃତ୍ତି ସେ। ଆଉ ଯାହା ହଉ, ଏ ଯୋଉ ପାତକୀ ଗଣ, ଏମାନେ କସ୍ମିନ୍ କାଳେ ଉଦ୍ଧାର ହେଇପାରିବେ ନାହିଁ। ଏମାନଙ୍କର ପାପର ପରିମାଣ ଏତେ ଯେ ଇଏ କସ୍ମିନ୍ କାଳେ ଉଦ୍ଧାର ହେଇପାରିବେ ନାହିଁ। ଇଏ ନିରନ୍ତର କେତେ କଳ୍ପ ପର୍ଯ୍ୟନ୍ତ ଏମିତି କଳ୍ପ ଲୋପ ପାଉଥିବ, ପ୍ରଳୟ ହଉଥିବ, ସୃଷ୍ଟି ହଉଥିବ, ପ୍ରଳୟ ହଉଥିବ, ସୃଷ୍ଟି ହଉଥିବ। ଏମାନେ ନରକ ଭିତରେ ହିଁ ଜୀବନ ଯାପନ କରିବାକୁ ବାଧ୍ୟ ହେବେ। ଏ ପ୍ରକାର ପାପିଆନ ଗଣ ଭଗବାନଙ୍କର କୃପାର ପାତ୍ର ହୁଅନ୍ତି। କରୁଣାମୟ ଭଗବାନ ୟାଙ୍କ ଦୁଃଖ ଦେଖି ସହି ପାରନ୍ତିନି, ତେଣୁ ଏଗୁଡ଼ିକୁ ସ୍ୱହସ୍ତରେ ବଦ୍ଧ କରନ୍ତି। ଏମାନେ ଦେହତ୍ୟାଗ କାଳରେ କୃଷ୍ଣ ସ୍ମରଣ ପୂର୍ବକ, କାହିଁକି ନା କୃଷ୍ଣଙ୍କ ସହିତ ଯୁଦ୍ଧ ତାଙ୍କର ଦ୍ୱାରା ମୃତ ହେଲେ, ତ କୃଷ୍ଣ ସ୍ମରଣ ପୂର୍ବକ ମୃତ୍ୟୁ ଭୋଗ କରିବାକୁ ବାଧ୍ୟ ହୁଅନ୍ତି। କୃଷ୍ଣ ମାରିଦେଲା, କୃଷ୍ଣ ମତେ ମାରିଦେଲା ବୋଲି ନାଇଁ କି। ଏବଂ ଜଙ୍ଗ ଜଙ୍ଗ ଭାବ ସ୍ମରଣ ବାପି ତ୍ୟଜତନ୍ତେ କଳେବରମ ତମ୍ ତମ୍ ଏବେତି କୌନ୍ତେୟ ସଦା ତଦ୍ଭାବ ଭାବିତ।
मरण काल जो भाव स्मरण पूर्वक देह त्याग करा जाए जीव से ही भाव को प्राप्त हुए। जंग जंग भाव स्मरण कृष्ण कृष्ण भाव चिंता करी करी असुर माने देह त्याग करुथिबारु सकल पाप भस्मित होई कृष्ण को पांती। एइथिबे भगवान एवडा को नाना कल कौशल आनी विनाश करुचंदी। एगु उद्धार करिया पे एडा बद्ध नुहे घोर पापमय दुखर उद्धार से मानंगर शकटासुरर लीला परे तृणावर्तर लीला ए भलिया आचरण कले ब्रजांगनागण। किए गोटे यशोदा हई मोटी गोपीटीए छोटिया गोप कुमारीटीए कूଳରେ धरी स्तन्यपान करैबा भंगीरे बसी आउंसा पाउंसा गेल करी मो धन मो कानू मो सुना नाना प्रकार कथा कहूला बेले तृणावर्त धारण करथिबा अन्य कौन से गोपिनी स्व शरीर में घूर्णायमान है जब घूरी घूरी पिलाने अच्छा बामरू दक्षिण को घूरी 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 आसी पहुंचते भगवान श्रीकृष्ण को अपहरण करते कृष्ण नाम रूपिणी गोपिनी के अपहरण करते से तार कंठरोध पूर्वक लीला तो अनुकरण करुचंती। दैत्यायित्वा जहारान्त्यम एका एका कौन से गोपिनी गोटे गोपी दैत्यायित्वा दैत्य रूप धारण करी आसंते तो एवं कृष्ण को जहार अपहरण करते कृष्णार्भ भावनाम अर्भ शिशु कृष्ण शिशु मु बोली भाबुथिबा गोपीटी ताकू विनाश कला तृणावर्तक रिंगया मास काप्यंघ्री करसंती घोष निस्वने तृणावर्त विनाश परे कृष्णंगर लीला गुड़िक जहा जहा मन को आसी जाऊँ गोपांगना माने तादात्म्य अवस्था आचरण करुँच अरण्य भितर कृष्ण लीला गुड़िक तो रूपायित कर सब भूली जाइए केवल से लीला तन्मय होती। गोटे गोपी बनलता भितर दौड़ी आसला किपर रिंगयित्वा आंठू आउ कहूणी चली चली आंठू कृष्ण जमी आंठेक घर से घर से घर बुलती दांडे घाटे बुलूता दौड़ूता छुआ गुड़ाक 5-6 मास समय आंठे पड़ती ना केते दिन 7-8 मास लगे 7-8 मास बेलू आंठे पड़ती टे चंचल हो जाती खूब जोर दौड़ती कि आंठू हाथ में दौड़ा घर से घर से घर दौड़ती बारना फारना चारिआडे से भाया दौड़ुची। आउ गोटे गोपी आसिक कौन कला ना ता अंटारे गोटे घागुड़ी माल बांधिदेला जे कृष्ण रूपे रिंग इंत्वा रिंग रिंगन अर्थात आंठेकरी गति करवा तो आंठे आंठे जाऊँगी ता अंटारे गोटे घोष निस्वन गोटे केंकेणी माला बांधि दियंते से तले आंठे आंठे दौड़ुची झुम 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 आउदे कृष्ण बुलुले कृष्णंकर आंठेवा समय लीला से जमी दौड़ा दौड़ी करुले आंठे आंठे एवं झुम झुम पादरे नुपुरा अंटारे घागुड़ी बाजुला माँ बांधि थे घागुड़ी माला ठीक से भाया कौन से गोपी इतस्तत विचरण करने को लगला घोष निस्वन घुंगर मालर शब्द करी दैत गीत्वा जहारण्यम एका कृष्ण भावना रिंगया मास काप्यंघ्री करसंती घोष निस्वन ब्रजांगनागण कृष्ण हरावस्था तादात्म्य भाव प्राप्त ही स्वरूपगत तादात्म्य नुहे लीलात्मक तादात्म्य प्राप्त होती लीला गुड़िक फुटी उठुची स्फुरी उठुची मनरे एवं कृष्ण लीला कला भाया कृष्ण लीला गुड़िक अनुकरण करुचंती। कृष्ण रामायिते द्वे तु गोप्यायन्तश्च काश्चन बच्छायते हन्ते चान्या तत्रैका तु बकायतिन। तापरे कौन करुचंदी गोटे काली गोपी गोटे गोरी गोपी दी जन बाहरी पड़े आमे रामकृष्ण लो कृष्ण बलराम है
କୃଷ୍ଣ ବଳରାମ ଯେମିତି ଠାଣିରେ ଚାଲନ୍ତି ବଂଶୀ ଧରି ବାଡି ବୁଲେଇ ବୁଲେଇ ଗଦା ବୁଲେଇ ବୁଲେଇ ବଳରାମ ସେଭଳିଆ ଭଙ୍ଗୀରେ ତାଙ୍କ ଭଳିଆ ଆଚରଣ କରୁଛନ୍ତି। ଆଉ କୃଷ୍ଣ ବଳରାମ ଯେମିତି ଚାଲନ୍ତି ଆଉ ଯେମିତି କୃଷ୍ଣ ବଳରାମ ଆସିଲେ ଶତ ସହସ୍ର ଗୋପିକା ନିଜକୁ ଗୋପ ବାଳକ ବୋଲି ମନେ କରି ତାଙ୍କ ଚାରିପଟେ ଘେରିଗଲେ ସାଙ୍ଗେ ସାଙ୍ଗେ ଗୋପ ବାଳକ ଭଳିଆ ବନଗତି ବଚ୍ଛାଚାରଣ କରିବା ନିମନ୍ତେ ଯୋଉ ବଣକୁ ଯାଆନ୍ତି ଆସି ଘେରିଗଲେ ସମସ୍ତେ ନାଚି ନାଚି ଡେଇଁ ଡେଇଁ କୃଷ୍ଣ ଗାନ କରି କରି ଯେମିତି ଗୋପ ବାଳକ ମାନେ ରାମକୃଷ୍ଣଙ୍କର ମଧୁର ଗାନ କରି 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 ସବୁ ଗୀତ ଗାଇ ଗାଇ ପ୍ରାବିଶତ ଗୀତ କୀର୍ତ୍ତି ନାଇଁ କି ଏ ଶ୍ଲୋକଟି ମନେ ପଡୁନି ଏଟା ପରା ବ୍ୟାସଙ୍କର 4ଟା ଶ୍ଲୋକ ଭିତରୁ ଗୋଟେ। କୃଷ୍ଣ ଯେତେବେଳେ ଅରଣ୍ୟକୁ ବାଛୁରୀ ମାନଙ୍କୁ ନେଇକରି ଗତି କରୁଛନ୍ତି ଅତି ଛୋଟ ଅବସ୍ଥାରେ ସଖା ସାଙ୍ଗମାନଙ୍କ ସହ ବାରହା ପୀଡ଼ ନଟବର ବପୁ କର୍ଣ୍ଣୟୁ କର୍ଣ୍ଣିକାର ବିଭ୍ରତ ବେଣୁ କନକ କପିଶ ବୈଜୟନ୍ତୀ ଚମାଳାଂ ରନ୍ଧ୍ରାନ ବେଣୁ ରଧର ସୁଧୟା ପୂରୟନ ଗୋପ ବେଶେ ବୃନ୍ଦାରଣ୍ୟ ସ୍ୱପଦ ରମଣମ ପ୍ରବେଶ କରୁଛନ୍ତି ନୂଆକିରି ଯାଉଛନ୍ତି। ପ୍ରାବିଶତ କିଭଳିଆ ଅରଣ୍ୟ ଭିତରେ ପ୍ରବେଶ କଲେ ନା ଗୀତ କୀର୍ତ୍ତି ଭଗବାନଙ୍କର କୀର୍ତ୍ତି ସମୂହ ଚତୁର୍ଦିଗରେ ଗୋପ ବାଳକ ମାନେ ଗାନ କରୁଛନ୍ତି। ବୃନ୍ଦାରଣ୍ୟ ସ୍ୱପଦ ରମଣଂ ପ୍ରାବିଶତ ଗୀତ କୀର୍ତ୍ତି ଚତୁର୍ଦିଗରେ ଘେରିକିରି ତ ଗୋପ ବାଳକ ମାନେ ଭଗବାନ ଶ୍ରୀକୃଷ୍ଣଙ୍କର କୀର୍ତ୍ତି ସବୁ ଗାନ କରୁଛନ୍ତି ଆଉ ଚାଲିଛନ୍ତି। ସେଇଭଳିଆ ଆଚରଣ କଲେ 2 ଜଣ ରାମକୃଷ୍ଣ ହେଇକରି ବାହାରିଲେ ଆଉ 2 ଜଣ ଆଉ ସହସ୍ର ଗୋପୀ ଗୋପ ବାଳକ ହେଇ ତାହାଙ୍କ ଚାରିପାର୍ଶ୍ୱରେ ରାମକୃଷ୍ଣଙ୍କର କୀର୍ତ୍ତି ଗାନ କରି କରି ବଚ୍ଛାଚାରଣ ପାଇଁ ବାହାରିଲେ। ଯେମିତି ବାହାରିଲେ ଆଉ 1000-1500 ଗୋପୀ ସବୁ ବାଛୁରୀ ଭଳିଆ ନାଚି ନାଚି ପାଦରେ ଆଣ୍ଠୁରେ ତାଙ୍କ ସାମନାରେ ଚାଲିଲେ। ପଛକୁ ଚାହିଁ ଚାହିଁ ମୁହଁ ବୁଲେଇ ପଞ୍ଝେ ହେଲେ ବାଛୁରୀ ପଞ୍ଝେ ହେଲେ ଗୋପ ବାଳକ ଯୋଡିଏ ହେଲେ ରାମକୃଷ୍ଣ। ଏମିତି ଅରଣ୍ୟ ବିହାର କରିକି ଯେତେବେଳେ ଅରଣ୍ୟ ଭିତରେ ବୁଲୁଛନ୍ତି ବଚ୍ଛାଚାରଣ କାର୍ଯ୍ୟ କରୁଛନ୍ତି କୋଉଠି ଲୁଚିକିରି ଗୋଟେ ଗୋପୀ ଥିଲା ସିଆଡୁ ଆସିଲା ନାଚି ନାଚି 4 ଗୋଡରେ ଆଲୋ ମୁଁ ବଚ୍ଛାସୁର ଲୋ ଆସିଲି। ଯେମିତି ରାମକୃଷ୍ଣ ଦେଖିଲେ ଯେ ବଚ୍ଛାସୁର ରୂପରେ ଆସିଛି ବାଛୁରୀଟେ ରୂପରେ ଆସିଛି ଗୋଟେ ଅସୁର ତ ତାକୁ ପାଦ ଧାରଣ କରି ତ ଘୁରେଇ ଘୁରେଇ ତ ଭୂମିରେ ପ୍ରହାର ପୂର୍ବକ ହତ୍ୟା କରିବାର ଅନୁକରଣ କଲେ ବଚ୍ଛାସୁର ବଦ୍ଧ ଲୀଳା ସମ୍ପାଦନ କଲେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ମହାରାଜ ଏ ପ୍ରକାର କୃଷ୍ଣଙ୍କର ଗୋଟି ଗୋଟି ଲୀଳା ସବୁ ଆଚରଣ କରୁଛନ୍ତି ଅରଣ୍ୟ ଭିତରେ ତଦାତ୍ମିକାମୟୀ କୃଷ୍ଣ ଭାବନାମୟୀ ଆତ୍ମବିସ୍ମୃତି ସମ୍ପନ୍ନା ବ୍ରଜାଙ୍ଗନାଗଣ କୃଷ୍ଣ ରାମାୟିତେ ଦ୍ୱେ ଯୋଡିଏ ଗୋପୀ କୃଷ୍ଣ ରାମ ହୋଇଛନ୍ତି ଆଉ ଅନ୍ୟ ଗୋପୀ ମାନେ କିଏ ବାଳକ ହୋଇଛନ୍ତି ପଞ୍ଝାଏ ବାଛୁରୀ ହୋଇଛନ୍ତି ବଚ୍ଛାୟନ୍ତୀ ହନ୍ତି ଚ ଅନ୍ୟ ବଚ୍ଛାସୁର ହୋଇକରି ଯିଏ ଆସିଥିଲା ତାକୁ ହନ୍ତି ତତ୍ରେକା ତୁ ବକାୟତେ। ଆଉ କିଛି ବାଟ ଗଲା ପରେ ଆଉ ଗୋଟେ ଗୋପୀ କୋଉଠି ଥିଲା ପ୍ରଗଳଭା ଗୋପୀ ବିଶାଳ କାୟା ସେ ଅରଣ୍ୟ ଭିତରୁ ବାହାରିକିରି ଆସି କହିଲା ମୁଁ କୃଷ୍ଣଙ୍କୁ ନିଶ୍ଚୟ ବଦ୍ଧ କରିବି। ଏଇ ତ କୃଷ୍ଣ ବଳରାମ ବାଛୁରୀ ସବୁ ଧରିକିରି ଆସୁଛନ୍ତି ଆଡକୁ ଏଇ ପୋଖରୀ କୂଳରେ ମୁଁ ବସିଥିଲି କୃଷ୍ଣ ଆସିଲା କ୍ଷଣି ତାକୁ ଟକ୍ କରି ଗିଳିଦେବି। ଏଠିକି ପାଣି ପିଇବାକୁ ଯେତେବେଳେ ଆସିବେ ମାଛ ଗିଳିଲା ଭଳିଆ ମୋ ଭଉଣୀକି ସେ ବଦ୍ଧ କରିଛି ମୁଁ ତାକୁ ଛାଡ଼ିବି। ଏଇଟା ପୁତନାର ଭାଇ ବକ ପୁତନାର ନାଁ ହଉଛି ବକି ଏ ଭାଇ ଭଉଣୀ ଯୋଡିଏ କଂସର ଅତ୍ୟନ୍ତ ବିଶ୍ୱସ୍ତ ଏଇ ଯୋଡିକ ଏମିତି ପଞ୍ଝାଟାଏ ଧରି କଂସ ମହାଶକ୍ତିଶାଳୀ ହେଇଯାଇଥିଲା ନା ଆଉ ପଞ୍ଝାଟାଏ ରଖିଥିଲା ଆଉ ବକାୟତିମ୍ ବକାସୁର ତୁଲ୍ୟ ଲୀଳା ଓ ଆଚରଣ କାରିଣୀ ଗୋପିନୀ କୌଣସି ତଣାଗ ନିକଟରେ ହସ୍ତକୁ ବ୍ୟାଦାନ କରି ବକାସୁରର ମୁଖ ଭଳିଆ ଏମିତି କରୁଛି ବସିଛି ଓ ମୁଁ ବକାସୁର ବୋଲି ଯେତେବେଳେ କହୁଛି ଇଏ ବାଛୁରୀ ପଲ ଆଉ ବାଳକ ପଲ କୃଷ୍ଣ ପାନ କରିବା ଉଦ୍ଦେଶ୍ୟରେ ସେଇ ତଣାଗ ନିକଟବର୍ତ୍ତୀ ହୁଅନ୍ତେ
ଦୌଡ଼ି ଆସିଲେ ବାଳକ ମାନେ ଭାଇ କୃଷ୍ଣ କୃଷ୍ଣ ଦୌଡ଼ିଆ ଦୌଡ଼ିଆ କଣ ନା ପର୍ବତ ଭଳିଆ ଗୋଟେ ବକ ବସିଛି ଏଠି ପର୍ବତ ଭଳିଆ ଆକୃତିର ନା କାହିଁ କାହିଁ ନା ହେଇଠି ଅଛି ଯେମିତି କୃଷ୍ଣ ଦୌଡ଼ି ଗଲେ ସେଠିକି ବାଡ଼ିଟା ଧରି ସେ ଥଣ୍ଟ ପଡ଼ିକି ବକ ତ ଲମ୍ବା ବେକ ତାର ଚଟକିରି ଦୌଡ଼ି ଯାଉଥିବ ଥଣ୍ଟ ପକେଇ ଗିଳିଦେଲା ଯେମିତି ଗିଳିଦେଲା ଏ ହାହାକାର କରି ସମସ୍ତେ ମୂର୍ଚ୍ଛାଇ ପ୍ରାଣ ତ ଛାଡ଼ିଗଲା ସମସ୍ତଙ୍କର ଆଉ କଣ ସବୁ ବାଛୁରୀ ଗୁଡ଼ିକର ବାଳକ ଗୁଡ଼ିକର ପ୍ରାଣ ଛାଡ଼ିଗଲା କିଛି ସମୟ ପରେ କଣ ହେଲା ଯୋଉ ବକାସୁର ଗଳି ପାରିଲାନି ତେଣୁ ଉଦ୍ଗାର କରି ପକେଇଲା ଅଗ୍ନିବତ ତାର କଣ୍ଠ ଜଳି ଉଠିଲା ଫେର ଉଦ୍ଗାର କରି ପକେଇଲା ସେତିକି ବେଳେ ବକାସୁର ଥର ଗିଳିଥିଲା ନା ଆଉ ଭଗବାନ ଦେଖେଇଥିଲେ ତାକୁ ଚାଖେ କେମିତି ମୁଁ ମିଠା ବକାସୁରର ମୁଖକୁ ଧରି ଦୁଇ ଫାଳ କରି ଚିରିଥିଲେ ଭଗବାନ ଯୋଉ ଢଙ୍ଗରେ ଏତାଦୃଶ ଲୀଳା ଆଚରଣ କରି ବ୍ରଜାଙ୍ଗନା ମାନେ ଅରଣ୍ୟ ଭିତରେ ବୁଲୁଛନ୍ତି ଏମିତି ଆଉ ଗୋଟିଏ ଯୋଡ଼ିଏ ଲୀଳା ଅଛି ଦି ଚାରୋଟି ସରିଲା ତିନୋଟି ଶ୍ଲୋକ ଗଲା ଆଉ ତିନୋଟି ଶ୍ଲୋକ ମଧ୍ୟ ଅଛି ତ ଆସନ୍ତା ସମୟ ହେଇଗଲାଣି ଆସନ୍ତା କାଲି ଦେଖିବା ଏତିକିରେ ଆଜି ଭାଗବତ ବିଶ୍ରାମ କରୁ।